କହିଲେ ମଣିଷ ଯେ ପର୍ଯ୍ୟନ୍ତ ତମ ଭିତରେ ଅହଙ୍କାର ଯାଇନଥିବ ସେ ପର୍ଯ୍ୟନ୍ତ କେବେ ତୁମେ ଶାନ୍ତି ପାଇପାରିବ ନାହିଁ। ଯେଉଁଦିନ ତମ ପାଖରୁ ଅହଙ୍କାର ବାହାରିଯିବ ସେତେବେଳେ ଏ ସଂସାରର ସୁଖ ସବୁ ପାଇବ। କେମିତି ପାଇଲେ? ଅନେକ ପ୍ରକାର ଉଦାହରଣ ଦେଲେ। ରାମଚନ୍ଦ୍ର, ରାବଣ, କୃଷ୍ଣ, କଂସ ଅନେକ ପ୍ରକାର ଉଦାହରଣ ସଂସାର ଦେଇଛନ୍ତି। କାରଣ ଏ ମଣିଷଙ୍କ ଭିତରେ ଟିକେ ସଂସ୍କାର ଆସିବା ପାଇଁ, এই ମଣିଷ ସତ ବାଟରେ ଯିବା ପାଇଁ, ଶାନ୍ତି ପାଇବା ପାଇଁ ଜଗତର ନାଥ ବଡ଼ ଠାକୁର କାଳିଆ ସାଆନ୍ତ ଅନେକ ଥର ଅନେକ ଉପଦେଶ ଦେଇଛନ୍ତି। ପ୍ରତ୍ୟେକ ଯୁଗକୁ ନେଇ ଶେଷରେ କଣ କହି ଜାଣିଛନ୍ତି? ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ। ପ୍ରଭୁ ସେତେବେଳେ ଥିଲେ, ଏବେ ବି ଅଛନ୍ତି। ପ୍ରଭୁ ସେତେବେଳେ ଥିଲେ, ଏବେ ବି ଅଛନ୍ତି। এই হচ্ছে শরীর তত্ত্ব জীবন দর্শন কথা। এই শরীর তত্ত্ব জীবন দর্শন কথা মଣିষ ଯେତେବେଳେ ଜାଣିଯିବ ଏ ସଂସାରର ସୁଖ, ଏ ସଂସାରର ସୁଖ ଆପେ ଆପେ ପାଇଯିବ। ଯେତେବେଳେ ନିଜକୁ ସେ ପଚାରିବ, ହେ ପ୍ରଭୁ ମୁଁ କଣ ଆସିଥିଲି କର୍ମ କଲି, ସୁକର୍ମ କଲେ କୁକର୍ମ କଲି, ମୁଁ ଆସିଥିଲି ଶାନ୍ତି ପ୍ରଦାନ କରିବା ପାଇଁ, ଶାନ୍ତି ଦେଲି ନା ମଣିଷ ଭିତରେ ଅଶାନ୍ତି ଭରିଦେଲି? ଯେତେବେଳେ ଏଇ କଥାଟି ମଣିଷ ଚିନ୍ତା କରିବ, ମୁଁ କଣ କରିଛି କାହା ପାଇଁ, ମୁଁ କାହାରି ପାଇଁ କିଛି କରିଛି ତ? ଜୀବନ କାଳ ଭିତରେ ପର ନିନ୍ଦା, ପର ଚର୍ଚ୍ଚା, ପର ଦ୍ରୁଗୁଣରେ ମନ ଦେଇଛି। ହେଲେ ପବିତ୍ରତା ମୋ ମନରେ ଆଜି ପର୍ଯ୍ୟନ୍ତ ଆସିନାହିଁ। ପବିତ୍ରତା ମୋ ମନ ଭିତରେ ଏପର୍ଯ୍ୟନ୍ତ ଆସିନାହିଁ। ମୁଁ ଆସିଛି ପରର ଦଣ୍ଡକୁ ମୁକ୍ତ କରିବା ପାଇଁ, ପ୍ରଭୁଙ୍କ ପ୍ରତି ସମର୍ପିତ ହେବା ପାଇଁ। ଆଉ ଯଦି ମୋ ଶରୀରଟାକୁ ପ୍ରଭୁଙ୍କୁ ସମର୍ପି ଦେବି ନା, ଇଏ ଶରୀର ଭିତରକୁ ଆସିବ। ଥରେ ପଚାର ନିଜକୁ, ଯେତେବେଳେ ଯୋଉ ମଣିଷକୁ ଯେତେ ବଡ଼ ବିପଦ ଆସେ, ଯେତେ ବଡ଼ ରୋଗ ଆସେ, ଶେଷ ମୁହୂର୍ତ୍ତରେ ସେଇ ପ୍ରଭୁଙ୍କର ନାମଟେ ଟିକେ ଡାକି ଦେଇ ପ୍ରଭୁଙ୍କର ସିଂହ ଦ୍ୱାରେ ଗଡ଼ିଯାଏ। ବୋଲାନ୍ଦ କନ୍ଦ ଭଗବାନ କି ଜୟ। ସବୁ ରୋଗ ବାହାରିକି ପଡ଼ିଯାଏ। କେମିତି ଜାଣିବା? ନା ଏ ସଂସାରରେ ଯେତେ ଦେବାଦେବୀ ଅଛନ୍ତି, ଏ ସଂସାରରେ ଯେତେ ଦେବାଦେବୀ ଅଛନ୍ତି, ସମସ୍ତେ ସେ ମହାପ୍ରଭୁଙ୍କୁ ଆରାଧନା କରନ୍ତି। ହେ ପ୍ରଭୁ, ଏ ତମ ସଂସାରରେ ଥାଇ ଏ ମଣିଷ କାହିଁକି ଏତେ ବଡ଼ ଭୁଲ କରୁଛି? ତମେ ପରା ମଣିଷ ଗୋଟେ ଦିବ୍ୟଜ୍ଞାନ ଦେଇଛ। ମଣିଷ ଗୋଟେ ଦିବ୍ୟଜ୍ଞାନ ଦେବା ପରେ ଏ ଅଜ୍ଞାନୀ କେମିତି ହଉଛି? ଏ କଥା ଶୁଣିଲା ପରେ ପ୍ରଭୁ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଆରେ ସତ ସମସ୍ତଙ୍କ ଭିତରେ ମୁଁ ଜ୍ଞାନ ସୃଷ୍ଟି କରିଛି, ଏମାନେ କାହିଁକି ଅଜ୍ଞାନୀ ହେଉଛନ୍ତି? ଏଥିର କାରଣ କଣ? এই কথাକୁ ଭାରି ଚିନ୍ତା କରୁଛନ୍ତି ପ୍ରଭୁ। ୟା ପାଇଁ କେମିତି କଣ କରାଯାଇପାରିବ? ମନରେ ପଡ଼ିଗଲା ପ୍ରଭୁଙ୍କର ଅତି ସୁନ୍ଦର କଥାଟିଏ ମନେ ପଡ଼ିଗଲା। କାରଣ ସମସ୍ତେ ମତେ ଭଲ ପାଆନ୍ତି,
ସମସ୍ତେ ମତେ ଭଲ ପାଆନ୍ତି, ମୁଁ ସମସ୍ତଙ୍କୁ ଭଲ ପାଏ। ହେଲେ 5ଟି ପୁଅ ଜନ୍ମ କରିଛି ଯେ ଏ 5 ମନ 25 ପ୍ରକୃତି ବୋଲି ମୁଁ ସମସ୍ତଙ୍କୁ କହିଛି ଏ 5 ମନ 25 ପ୍ରକୃତି। ଏ 5 ମନକୁ ଯିଏ ଏକ କରିବ ସିଏ ସିନା ପ୍ରଭୁଙ୍କୁ ଭେଟ ପାଇବ। 5 ମନକୁ ଏକ ଯିଏ କରିବ ସିଏ ପ୍ରଭୁଙ୍କୁ ଭେଟ ପାଇବ। তাহলে 5 মন কি অনেক জায়গায় আমি শুনেছেন যে সুমনକୁ মন ବି মনে কথা শুনেছেন, একথা আমি শুনেছেন, কিন্তু সেটা একদম না গণনা করে দিয়েছে। ଶେଷ ମୁହୂର୍ତ୍ତରେ କହିଲେ ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ, ନିଜକୁ ନିଜ ଆଗେ ପଚାର ଏ 5ଟା ଗୁରୁ କିଏ, ଏମାନେ କୋଉ ଜାଗାରେ ଅଛନ୍ତି, ଏମାନେ କାହିଁକି ଆସିଥିଲେ, ଏମାନେ କଣ ଆମକୁ ଦେଲେ, ଆମେ ତାଙ୍କ ପାଖରୁ କଣ ଶିକ୍ଷା ଗ୍ରହଣ କରିବା। ଅନେକ ପ୍ରକାର ଏ ସଂସାରରେ ଶାନ୍ତି ଦେବା ପାଇଁ ମହାପ୍ରଭୁ ଅନେକ ଅନେକ ଲୀଳା କରିଛନ୍ତି। ସତ୍ୟ ଦ୍ୱାପର ତ୍ରେତୟା ଏ କଳିରୁ ମଣିଷ କଳଙ୍କ ମୁକ୍ତ ହେବା ପାଇଁ এই কলি যুগକୁ ବି ସୃଷ୍ଟି କରିଛନ୍ତି। ଶେଷ ମୁହୂର୍ତ୍ତରେ ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ଏଇ ଜଗତରେ। ସେତେବେଳେ ପ୍ରଭୁ ଥିଲେ, ଏବେ ବି ସେ ପ୍ରଭୁ ଅଛନ୍ତି। ସେତେବେଳେ ପାପ ଥିଲା, ଏବେ ବି ପାପ ଅଛି। ସେତେବେଳେ ଭାଇ ଭାଇର କଳି କଳିଆ ଥିଲା, ଏବେ ବି ସୁଦ୍ଧା ଅଛି। କିନ୍ତୁ ତା ଭିତରେ ଇଏ ଭାଇ ଭାଇକୁ ଯେତେବେଳେ ଦେଖିଦେଲେ, ଦେଖିଲ ରାମଚନ୍ଦ୍ର ରାମ ଲକ୍ଷ୍ମଣ, ସେ ଭାଇ 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 ଦେଖିଲ ରାମ ରାବଣଙ୍କର ଭାଇ ଭାଇ ଅନେକ ପ୍ରକାର ଉଦାହରଣ ଦେଲେ ସଂସାରରେ। ଉଦାହରଣ ପାଇଲା ପରେ ଉଦ୍ଧବ ପଚାରୁଛନ୍ତି, ପ୍ରଭୁ ଏପଟେ କହିଛ କରି କରାଉ ଖାଇ ମୁଇ ମହିନୁ ଅନ୍ୟ କେହି ନାହିଁ, ତାହେଲେ ଯାହା କରୁଛ ତୁମେ କରୁଛ, ମୁଁ କିଛି କରେ ନା, ମୁଁ କିଛି କରେ ନା, ଯାହା କରୁଛ ତୁମେ କର। ତୁମକୁ ଉଦାହରଣ ଦିଆଯାଇଛି ଏ ସଂସାର ଭିତରେ। ମୁଁ କଣ ତମକୁ ଡାକିଛି ମତେ ଆଣିକି ଭୋଗ ଦିଅ, ତମେ କାହିଁକି ମତେ ଆଣିକି ଆପେ ଆପେ ଭୋଗ ଦଉଛ? ମୁଁ ତ ଗୋଟେ ଜାଗାରେ ବସୁଛି ନା, ମୁଁ ଯାଇପାରିଛ ତମେ କାହିଁକି ମୋ ପାଖରେ ଆଣିକି ଭୋଗ ଦଉଛ? ଏ କଥା ଜାଣିଲା ପରେ ନା ପ୍ରଭୁ ଏ କଥା ମନ ଭିତରେ ମୋର ଦ୍ୱନ୍ଦ୍ୱ ସୃଷ୍ଟି କଲା। ତୁମେ ତ ଗୋଟିଏ ଜାଗାରେ ବସୁଛ, ତୁମକୁ ନେଇକି ଭୋଗ ସମସ୍ତେ ପହଞ୍ଚୁଛନ୍ତି ନା, ମୁଁ ସମସ୍ତଙ୍କର ମଙ୍ଗଳ କାମନା କରେ। ଏ ସଂସାର ଭିତରେ ତୁମେ ଜଣଙ୍କର ମଙ୍ଗଳ କାମନା କର, ତୁମକୁ ସମସ୍ତେ ଭଲ ପାଇବେ। ଏ ମଣିଷ କାହାର ମଙ୍ଗଳ କାମନା କରୁଛି? କିଏ ତାକୁ ଭଲ ପାଇବ? ଭାଇ ଯଦି ଭାଇଙ୍କ ପ୍ରତି ମଙ୍ଗଳ କାମନା କରନ୍ତା, ଭାଇଟେ ଭାଇକୁ ଭଲ ପାଆନ୍ତା। ଆଜି ସେଇଥିପାଇଁ ତ ଭାଇକୁ ଭାଇ ଭଲ ପାଉନାହିଁ। ବାପ ବୋଉ ସ୍ୱାମୀ ସ୍ତ୍ରୀ ଅନେକ ପ୍ରକାର ସଂସାରକୁ ଉଦାହରଣ ଦେଲେ, ଏ ମଣିଷ ସତ୍ୟତାକୁ ଜାଗ୍ରତ କର, ଶତ୍ରୁମାନଙ୍କ ବିନାଶ କର, ଅହଙ୍କାରକୁ ଦୂରେଇ ଦିଅ। ଆଜି ସେଇ ଅହଙ୍କାରକୁ ଦୂରେଇ ନଥିଲା ବୋଲି ରାବଣ ପ୍ରତ୍ୟେକ ଦିନ ଜଳୁଛି। ଆଜି ଅଜ୍ଞାନତାରେ ବସ ବସ ଜ୍ଞାନ ନଷ୍ଟ ହୋଇଯାଉଛ। ନିଜକୁ ନିଜେ ମଞ୍ଚାରୁ ପଡ଼ି ମାମୁଁ ମଲେ ତାକୁ କିଏ ଦୈବ ରଖିବେ। একথা উদাহরণ অনেক প্রকার দেখেন সংসারକୁ ସତ୍ୟତାକୁ ଜାଗ୍ରତ କର, ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଉପଦେଶ ଦିଅ। ସେଇଥିପାଇଁ ତ ସୃଷ୍ଟି କଲେ ଅନେକ ପ୍ରକାର ଉଦାହରଣ ଏ ସଂସାରକୁ ସୃଷ୍ଟି କଲେ। ବାବୁରେ ଏ ସଂସାରକୁ ଆସିଛ, ତୋର ଏଇ କର୍ମ କରି ତୋ ପେଟ ପୋଷିବୁ। ତାକୁ ଦିଆଗଲା, ସେଇଥିପାଇଁ କର୍ମ ବାଣ୍ଟି ଦେଲେ ସମସ୍ତଙ୍କୁ। ଶେଷ ମୁହୂର୍ତ୍ତରେ କଣ କହିଲେ? কর্ম তোহর নিজ গুরু উদ্ধব কেতে তো পচারু কর্ম তো যাহা করছ নিজেকে পচার। এই কর্মকে ବି ଗୋଟେ ଗୁରୁ କରିଦେଲେ। ସେଇଥିପାଇଁ ଅନେକ ପ୍ରକାର ଉଦାହରଣ ଦେଇଛନ୍ତି।
बोले मन तोर गुरु कर्म भी तोर गुरु ये संसार भीतर अनेक आखि देखा कथा जीवन को तो शरीर दर्शन कथा तेणु मन संयम कर हृदय आनंदे दिय मोर पादे आनंदे भ्रमणी शोले देश दुष्ट संघ जब निंदित कर्म करे से पाप धारा जल्दी निंदित कर्म करी मो पाख पड़े मुझे क्षमा दे मुझे क्षमा दे कारण से निजको निजे अनुभव करे मो किछि भूल कर्म करिछि जेतने से निजको निजे बजार मो किछि भूल कर्म करिछि उधार पाई जाय तो ठीक से संसार भीतर अनेक प्रकार उधार जिते बड़ भूल करथिले पुओ जिते बाप मां को देथिले मध्य जिते बाप मां को देथिले मध्य बाप मां के अभिशाप दियते नहीं जत्या तुंदर किछि बाहर जाय खाए से परम करे हे प्रभु मोरा करे कोन कहिबे सही पहिले नहीं मोरा करे कोन कहिबे मते क्षमा कर देबो को उद्धार कर देबो बोली प्रभु को पाखरे जड़ी जड़ी यही